ବର୍ତ୍ତମାନର ମଣିଷ ଅଳ୍ପରେ ଖୁସି ନାହିଁ, ତାକୁ ସବୁକିଛି ଅଧିକରୁ ଅଧିକ ଦରକାର। ତେଣୁ ମାନସିକ ଶାନ୍ତି ବା ପ୍ରକୃତ ଖୁସି ମଣିଷକୁ ମିଳିପାରୁନାହିଁ। ତେଣୁ ଏହି ପ୍ରକୃତ ଖୁସି ଉପରେ ଆଧାରିତ ଏକ କାହାଣୀଟିଏ ଶୁଣିବା। କାହାଣୀଟିର ନାମ ପ୍ରକୃତ ଖୁସି। ବହୁତ ଦିନ ତଳର କଥା। ରାମୁ ଓ ଶାମୁ ଦୁଇ ସାଙ୍ଗ ଥିଲେ। ଥରେ ଶାମୁ ରାମୁକୁ ବଗିଚାରେ କିଛି ଖୋଜୁଥିବାର ଦେଖିଲା। ଶାମୁ ରାମୁ ପାଖକୁ ଗଲା। ଶାମୁ ରାମୁକୁ ଯାଇ ପଚାରିଲା, ରାମୁ କ'ଣ ଖୋଜୁଛୁ? ରାମୁ କହିଲା, ମୋର ଗୋଟିଏ ହୀରା ମୋତି ହଜିଯାଇଛି, ତାକୁ ହିଁ ଖୋଜୁଛି। ଶାମୁ କହିଲା, ଆହା, ଆରେ ଶାମୁ, ମୁଦିଟା ତ ବହୁତ ମୂଲ୍ୟବାନ ହୋଇଥିବ। ହଉ ଠିକ୍ ଅଛି, ଚାଲ ମୁଁ ବି ସାହାଯ୍ୟ କରୁଛି ତତେ। ଦୁଇ ଜଣ ବହୁତ ସମୟ ଧରି ଖୋଜିଲେ। ସେ ବଗିଚାର ଘାସ, ବୁଦା, ଗଛ ମୂଳ କିଛି ବି ଛାଡ଼ିଲେ ନାହିଁ, କିନ୍ତୁ ଦୁଇ ଜଣକୁ କିଛି ବି ମିଳିଲା ନାହିଁ। ତାପରେ ଶାମୁ ରାମୁକୁ ପଚାରିଲା, ଆଚ୍ଛା ରାମୁ, ଠିକ୍ କରି ମନେ ପକେଇ କହ ତ, ମୁଦିଟିକୁ କେଉଁ ଜାଗାରେ ହଜେଇଛୁ? ରାମୁ ଉତ୍ତର ଦେଲା, ଏଇ ଆଗରେ ଯେଉଁ ଘରଟି ଦେଖୁଛୁ, ତା ଭିତରେ ହଜିଯାଇଛି ମୋ ହୀରା ମୁଦିଟା। ଶାମୁ ପୁରା ଆଶ୍ଚର୍ଯ୍ୟ ହୋଇଯାଇ ପଚାରିଲା, ହଇରେ, ମୋତେ କ'ଣ ପାଗଳ ଭାବିଛୁ? ମୁଦିଟି ଯଦି ଘର ଭିତରେ ହଜିଛି, ଘର ଭିତରେ ନ ଖୋଜି ବାହାରେ କାହିଁକି ଖୋଜୁଛୁ? ସଙ୍ଗେ ସଙ୍ଗେ ରାମୁ ଶାମୁକୁ ଘର ଭିତରକୁ ନେଇଗଲା ଓ କହିଲା, ଆ ଦେଖିବୁ, ଆ ଘର ଭିତରଟା ଏତେ ଅନ୍ଧାର ହୋଇଛି ଯେ ଗୋଟିଏ ପିନ୍ ବି ଦେଖାଯାଉ ନାହିଁ। ବାହାରେ କିନ୍ତୁ ବହୁତ ଆଲୋକ ଅଛି। ସେହି ଆଲୋକରେ ସବୁ କିଛି ଦେଖାଯାଉଛି। ସେଥିପାଇଁ ମୁଁ ବଗିଚାରେ ମୁଦିଟିକୁ ଖୋଜୁଛି। କାହାଣୀଟି ତ ଶୁଣିଲେ। କାହାଣୀଟି ଅସମ୍ପୂର୍ଣ୍ଣ ଲାଗିଲେ ବି ସମ୍ପୂର୍ଣ୍ଣ ହୋଇଛି। ଏହି କାହାଣୀରେ ଆମ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଲୁଚି ରହିଛି। ଯେମିତି ମାଛଟି ପାଣିରେ ରହିଲେ ମଧ୍ୟ ଶୋଷିଲା ଥାଏ, ଯେମିତି ପୁଷ୍ପ ନିଜ ଦେହରୁ ବାହାରୁଥିବା ସୁଗନ୍ଧକୁ ଉପଭୋଗ କରିପାରିନଥାଏ, ଆଉ ଆମେ ମଣିଷ ଆମ ନିଜର ଖୁସି ଅର୍ଥ ଉପାର୍ଜନ ହୋଇପାରୁଥିବା ଜ୍ଞାନରେ ଖୋଜିଥାଉ। ଆଉ ସେଥିରେ ସଫଳ ହୋଇଗଲେ ନିଜ ପାଇଁ ଗାଡ଼ି ଗହଣା କିଣିବା ସାଙ୍ଗକୁ ବଡ଼ ବଡ଼ ଘର ମଧ୍ୟ ତିଆରି କରିଥାଉ। ଏହିସବୁ ମିଳିଗଲା ପରେ ମଣିଷ ଖୁସି ଥାଏ କି? ଭଗବାନ ଆମକୁ ବୁଦ୍ଧି ବିବେକ ଦେଇଛି, ତାକୁ ଉପଯୋଗ କରି ଆମେ ଚିନ୍ତା କରିବା ପ୍ରକୃତ ଖୁସି କେଉଁଥିରେ ଅଛି। ପ୍ରକୃତ ଖୁସି ଏସବୁ ଜିନିଷରେ ନୁହେଁ, ନିଜ ଭିତରେ ଅଛି। ଆମେ ମନକୁ ନିୟନ୍ତ୍ରଣ କରିପାରିଲେ ଓ ଭଗବାନଙ୍କ ଆରାଧନାରେ ରହିଲେ ଆମେ ପ୍ରକୃତ ଖୁସି ପାଇପାରିବା।